ନାଇଁ ମୁଁ ହୁକ ପକେଇ ନାହିଁ କେତେବେଳେ, କାରଣ ଏତେ ଉଚ୍ଚା ଏଥିରେ ପକେଇଲେ ଗୋଟେ ଦିଟା ସାଙ୍ଗ ପକଉଥିଲେ ଗାଁରେ ଯେ ସିଏ କଣ ପୋଡି ପାଡି ଗଲେ ଅଧା, ସିଏ ଗୋଟେ ଡର ଥିଲା। ଆଉ ହୁକ ବି କାହିଁକି ପକେଇବା, ଆମର ଏତେ କରେଣ୍ଟର ବ୍ୟବହାର ବହୁତ କମ ତ ଗାଁରେ, ତେଣୁ ଆମେ ସିଆଡକୁ ଯାଇନି ହୁକ ଆଡକୁ। ଲାଇନ ପଳେଇଲା, ଖେଳ ଚାଲିଛି, ଗଲା ସରିଗଲା, ପ୍ରଳୟ ହେଇଗଲା। ଲାଇନ ପଳେଇଲା, ସିରିଏଲ ଚାଲିଛି, ସରିଗଲା, ପ୍ରଳୟ ହେଇଗଲା। ଲାଇନ ନାହିଁ, ଗରମ ହେଲାଣି, ପ୍ରଳୟ ହେଇଗଲା। ସାଙ୍ଗେ ସାଙ୍ଗେ ପ୍ରଳୟ ହେଇଯିବ। ଆଉ ଲୋକ କରେଣ୍ଟ ଜଳେଇବାକୁ ହେଲେ ପଇସା ଦେବେ ନାହିଁ, କେମିତି ହୁକ ପକେଇକି ଜଳେଇଦବା, କେମିତି ସରକାର ବୋଲି ଗୋଟେ ବ୍ୟକ୍ତି ବିଶେଷ ବୋଲି ଭାବି ଦେଇଛନ୍ତି ଆମ ଲୋକମାନେ, ସାଧାରଣ ଲୋକମାନେ। ଲାଇନ ବାଲା ଚଳଚ୍ଚିତ୍ର ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟକୁ ବହୁତ ଜଲ୍ଦି ଆସିବାକୁ ଯାଉଛି, ଯାହାକି ଗୋଟିଏ ରିଏଲ ଷ୍ଟୋରୀକୁ ନେଇକି ହେଇଛି। ଲାଇନ ବାଲାଙ୍କର ଜୀବନରେ କେତେ ସଂଘର୍ଷ ରହିଛି, କେତେ ସଂଘର୍ଷ ଦେଇକି ସେମାନେ ଆମକୁ ସାହାଯ୍ୟ କରୁଛନ୍ତି, ତାକୁ ନେଇକି ଗୋଟେ ସୁନ୍ଦର କାହାଣୀଟି ରହିଛି। ତ ଆମ ସହିତ ଅଶ୍ରୁମୋଚନ ସାର୍ ରହିଛନ୍ତି, ତାଙ୍କ ସହିତ ଲାଇନ ବାଲାର କାହାଣୀକୁ ନେଇକି ଅଧିକ ଆଲୋଚନା କରିବା। ସାର୍ ନମସ୍କାର, ପ୍ରତିଦିନ ଟିଭିକୁ ସ୍ୱାଗତ କରୁଛି। କେମିତି ଅଛନ୍ତି? ଭଲ ଅଛି, ଚାଲିଛି। ସାର୍ ଲାଇନ ବାଲା, ଏଇନେ ତ ଖରା ଦିନ ଆସିଲାଣି, ପୁଣି ଲାଇନ କଟା ହବ, କଣ କେମିତି ଚଳିବେ? ମୂଳ କଥାଟା ହଉଛି ଯେ ପ୍ରତି ମୁହୂର୍ତ୍ତରେ ଆମକୁ ଆଙ୍ଗୁଳି ଦେଖଉଥିବା ଜିନିଷଟା ହଉଛି ଏଇ ଯୋଉ ଲୋକମାନଙ୍କର ମାନସିକତା ବା ଚରିତ୍ର। ସିଏ ଆମର ଗୋଟେ ଭଲ କଥାଟେ ହେଲେ ବି ତାକୁ ଲୋକ ଆଙ୍ଗୁଳି ଦେଖେଇବେ, ଖରାପ କଥାଟେ ବି ଆଙ୍ଗୁଳି ଦେଖେଇବେ। କିନ୍ତୁ ବେଳେ ବେଳେ ଭଲ କଥା ଉପରକୁ ଆଙ୍ଗୁଳି ଦେଖେଇ ଦିଅନ୍ତି। ସେଇ ତାର ପ୍ରତିପାଦନ ହଉଛି ଲାଇନ ବାଲା। ଲାଇନ ବାଲା ଚଳଚ୍ଚିତ୍ରଟିଏ ଗୋଟେ ଭାବନା ତାଙ୍କର, ସୁକାନ୍ତ ବାବୁଙ୍କର, ମୁଁ ଯାହା ଦେଖିଲି ସେ ଟୋଟାଲି ଅନୁଭବୀ, ଯାହା ଅନୁଭବ କରିଛନ୍ତି ସେ ତାଙ୍କ ଚାକିରି ପିରିୟଡରେ, ଯେ କରେଣ୍ଟରେ ବେଳେ ଏମିତିଆ ହୁଏ, କରେଣ୍ଟ ନଥିଲେ ଏମିତିଆ ବ୍ୟବହାର ହୁଏ, କରେଣ୍ଟ ଚାଲିଗଲା ପରେ ଲୋକମାନଙ୍କର ବ୍ୟବହାର ଏମିତିଆ ହୁଏ, ଏମିତି କେତେ ଗୁଡିଏ କଥା ସେ ଅନୁଭବ କରିଛନ୍ତି ଏବଂ ସବୁ ସତ କଥାକୁ ଏକାଠି କରିବାକୁ ଚେଷ୍ଟା କରିକି ଗପଟିଏ କରିଛନ୍ତି, ଯାହାର ନାଁ ଲାଇନ ବାଲା। ହଁ, ତାଙ୍କ ନଜରରେ କେତିକି ଖଳ ଚରିତ୍ର ଥିଲେ, ଯୋଉମାନେ ଲାଇନ ତାର ବିକିଦବା ଲୋକ, ଲାଇନ ନ ଦେଇକି ମଧ୍ୟ ପଇସା କାଟିବାର ଲୋକ, ଓଭର ବିଲ୍ ପ୍ରଡ୍ୟୁସ କରିବାର ଲୋକ, ସେମିତି ତାଙ୍କ ଭିତରୁ ମୁଁ ଗୋଟିଏ। ମୋ ଚରିତ୍ର ଯେ ସେ ଅଞ୍ଚଳର, ସିଏ ଲାଇନ ବାଲା, ସିଏ ଦାଦା, ତାର ଯାହା କହିବ ସେୟା ହବ। ତମର ଆଜି ଲାଇନ କାଟିବାର ଅଛି, ସେ କାଟିଦବ। ତମେ ପଇସା କାହିଁ ଦେଲନି, ହିସାବ ମାଗି ପାରିବନି। ସିଏ ତା ହିସାବରେ ଚାଲିଛି, ସରକାରଙ୍କୁ ସେଇ ହିସାବ ଦିଆଯିବ ନାହିଁ, ସେଇ ହିସାବ ତାରି ପାଖରେ ରହିଯିବ। ଯଦି ଅଧିକା କଥା କହିବ ସେ ଡରେଇବ, ଧମକେଇବ, ଏମିତି ସବୁ ହବ। ତ ଏମିତିଆ ଗୋଟେ ଚରିତ୍ରଟିଏ ମୋର। ଲାଇନ ବାଲାର ପଛଦ ପଟରେ ଆପଣ ଖଳନାୟକ ଭାବରେ ରହିଛନ୍ତି। ହଁ, ତାକୁ ଖଳନାୟକ ତ କହିବା, କିନ୍ତୁ କିନ୍ତୁ ଏଇ ଯୋଉ ଲୋକଟା, ଏଇ ଚରିତ୍ରଟା ଗୁଡାଏ ସତ କଥାକୁ ବାହାର କରାଇବାରେ ସିଦ୍ଧହସ୍ତ ହେଇଛି ଗପ ଭିତରେ। ଯେ ଏଇ ଚରିତ୍ରଟା ପାଇଁ ସାଧାରଣ ଦର୍ଶକଟା ବୁଝିବ ଯେ ଏମିତିଆ ଏମିତିଆ ଘଟଣା ଗୁଡିକ ଲୁଚି ଯାଉଛି, ଆମ ପାଖକୁ ଆସୁନି, ସେଇ ଚରିତ୍ରଟା ଦେଖଉଛି। ସାର୍ ଲାଇନର ଭୂମିକା ଆମ ଲାଇଫରେ କଣ ରହୁଛି ସାର୍? ଜୀବନ ତାରି ଉପରେ ଚାଲିଛି ଆଜ୍ଞା, ଆଉ ଆପଣ ତ ଆଉ କିଛି ହିଁ ନାହିଁ ଆମ ପାଖରେ। ବର୍ତ୍ତମାନ ଏବେ ଗ୍ୟାସର ଯୋଉ ପ୍ରୋବ୍ଲେମ ହେଲାଣି, ଏବେ କରେଣ୍ଟ ଉପରକୁ ପଳେଇ ଆସିଲାଣି। ଏବେ ଯାହା ସବୁ ଇଣ୍ଡକ୍ସନ ଜଳେଇ ଦିଅ, ଯାହା ହେଲେ କର। ଆଉ କାଠ ତ ସରି ସରି ଆସିଲା, କାଠ ତ ନାହିଁ, ଗଛ କଟା ହେଲାଣି, ସରିଗଲାଣି। ସବୁ କିଏ କୁଆଡେ କଣ ନେଇଗଲେ, ଗଛ କୁଆଡେ ଗଲା ତାର କହି ହେଲା ନାହିଁ। ପୁଣି ଏବେ ଗଛ ଲଗା ହେଲା, ସେ ଗଛ କୋଉ ଦିନ ବଡ ହବ, କୋଉ ଦିନ ହବ, ତାରି ଭିତରେ ବି କଟା ଚାଲିଛି। ତ କାଠ ପ୍ରତି ଆଉ ନାହିଁ, କୋଇଲା ସରି 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 ଆସିଲାଣି, କୋଇଲା ପ୍ରତି ଆମର ଇଏ ନାହିଁ। ବାହାରକୁ ବି ଚ୍ୟାନେଲ ବାହାରକୁ ପଳେଇ ଯାଉଛି। ଏବଂ ଗ୍ୟାସ ଏବେ ପ୍ରୋବ୍ଲେମ ପକେଇଦେଲା। ଏବେ କରେଣ୍ଟ, ଗୋଟିଏ ଜିନିଷ କରେଣ୍ଟ, ସିଏ ପୁଣି ପାଣି ନାହିଁ, କୋଉଠି ବାହାରିବ, କଣ କରିବ, କେମିତି ଆମ ପାଖରେ କରେଣ୍ଟ ପହଞ୍ଚିବ, ଇଏ ଗୋଟେ ବଡ ବିଷମ ସମସ୍ୟା। ତାର ଯେତିକି ସବୁ ପାରାଫାନିଆ ଅଛି ବା ତାର ଯେତିକି ଖର୍ଚ୍ଚ ହଉଛି, ସେ ଖର୍ଚ୍ଚଟା ଉଠେଇବା ପାଇଁ ସରକାର ଯେତେବେଳେ ନିୟମ କରୁଛନ୍ତି ବା ଗୋଟେ ସିଦ୍ଧ ନିୟମ ନେବା ପାଇଁ ଚେଷ୍ଟା କରୁଛନ୍ତି, ସେତିକି ବେଳେ ପ୍ରତିବନ୍ଧକ ସାଜୁଛନ୍ତି ଆମରି ଲୋକମାନେ, ଯୋଉମାନେ କି କରେଣ୍ଟ ଜଳଉଛନ୍ତି। ତାଙ୍କର ଟିକେ ଟିକେ କଥା, ତାଙ୍କର ପାନରୁ ଚୂନ ଖସିଗଲେ ସେମାନେ ବ୍ୟସ୍ତ ହୋଇ ପଡନ୍ତି। ଲାଇନ ପଳେଇଲା, ଖେଳ ଚାଲିଛି, ଗଲା ସରିଗଲା, ପ୍ରଳୟ ହେଇଗଲା। ଲାଇନ ପଳେଇଲା, ସିରିଏଲ ଚାଲିଛି, ସରିଗଲା, ପ୍ରଳୟ ହେଇଗଲା। ଲାଇନ ନାହିଁ, ଗରମ ହେଲାଣି, ପ୍ରଳୟ ହେଇଗଲା। ସାଙ୍ଗେ ସାଙ୍ଗେ ପ୍ରଳୟ ହେଇଯିବ। ଆଉ ଲୋକ କରେଣ୍ଟ ଜଳେଇବାକୁ ହେଲେ ପଇସା ଦେବେ ନାହିଁ, କେମିତି ହୁକ ପକେଇକି ଜଳେଇଦବା, କେମିତି ସରକାର ବୋଲି ଗୋଟେ ବ୍ୟକ୍ତି ବିଶେଷ ବୋଲି ଭାବି ଦେଇଛନ୍ତି ଆମ ଲୋକମାନେ, ସାଧାରଣ ଲୋକମାନେ। ସେମାନେ ଭାବିଛନ୍ତି ଯେ ସରକାର ମାନେ ଇଏ ଗୋଟେ ମଣିଷ,
सी जे आमे भोट देचे आमे सरकार करचे आमे सरकार से चिंतार से नाहांती ओई गाँ बुलुथुली जेतेबेले से अनुभवटा आस्तिला लोकमानक पाखरु जे लोक माने प्राय तो सरकार को गोटे व्यक्ति विशेष कर देइछन्ती जे सीए जो करिवो ए कामटा तार तेणु आमे नुचे नहीं गले किछ असुविधा नहीं एते लोक खाई जाउछन आमे खाइलु कोन क्षति होला एई बेले चिंताधारा लोक मानकर तो से चिंताधारा रु टिके हटेया पई ये सब्जेक्ट तयारी हला लाइन वाला ଆପଣ ଅନେକ ଗାଁ ବୁଲିଛନ୍ତି ଯେମିତି କି କହିଲେ କଣ କଣ ସବୁ ଦୃଶ୍ୟ ଦେଖିଥିଲେ ଯୋଉଟା କି ପୁଣି ଆପଣ ମୁଭିରେ ଆପଣ ସେଟା ଫେସ୍ କରିବାକୁ ସେଥିରେ ଏଇ ହୁକ ପକେଇବା କରେଣ୍ଟ ଚୋରି କରିବା ବିଲ୍ ନ ଦେବା ବିଲ୍ ଆସିକି ମାଗିଲା ମାନେ କୁକୁର ଉଡେଇ ଦେବା ଲୋକଙ୍କୁ ଲାଇନ ବିଲ୍ ମାଗିବାକୁ ଆସିଛନ୍ତି ତାଙ୍କୁ କୁକୁର ଉଡେଇ ଦଉଛନ୍ତି କିଏ କୋଉଠି ଶିକାଶିକି ହେଇଗଲେ କାଳିଛି ଲାଗିଲା ଫାଟିଗଲା ସେ ବାନ୍ତି କଲା ହୋ ହୋ ଫାଟିଗଲା ଡେଇଁଲା ଆଖି ବଡ ବଡ କଲା ଧୂଆଁ ଦିଆଗଲା ସେ ଯିଏ ଆସିଥିଲେ କରେଣ୍ଟ ବିଲ୍ ମାଗିବା ପାଇଁ ସେ ଡରିଲେ କଲା ଆରେ ଏଇଠି କାଳିଛି ଫାଳିଛି ଲାଗୁଛି ଉତ୍ତପ୍ରୋତ୍ତର କଥା ଚାଲ ଖସିଗଲେ ସେ ଏମିତିଆ କେତେ ଗୁଡିଏ ଜାଗାରେ ବି ଘଟିଛି ଯାହାକୁ ଆମକୁ ୟା ଭିତରେ ବି देखा निरंजन बाबू निर्देशक सी चेष्टा କରିଛନ୍ତି ଯେ ସେମିତି ସେମିତି କଥା ଗୁଡାକୁ ଆଣିକି ତା ଭିତରେ ସଜେଇ ଦେବା ପାଇଁ ଆପଣ ସେ ନିଜେ ସେ ଦେଖିଛନ୍ତି ତ এই ସବୁ ঘটনা ଗାଁ ବୁଲୁଥିଲେ ଗାଁରେ ବୁଲୁଥିଲେ ପ୍ରାୟ ଇଏ ତ ଦେଖିଛି ହଁ ଇଲେକ୍ଟ୍ରିକ ବିଲ୍ ଦେବେନି ଗଣ୍ଡଗୋଳ ଚାଲିଥିବ ଆମେ ଯାଇ ପହଞ୍ଚିଲା ବେଳକୁ ଗଣ୍ଡଗୋଳ କଣ ହେଇଛି କି ନା ଏ ବିଲ୍ ଟା ଆଜ୍ଞା ସେ ଦଉନି ତ ଲାଇନ କାଟିବା ପାଇଁ ଆସିଛନ୍ତି ସେଥିପାଇଁ ଗଣ୍ଡଗୋଳ ହଉଛି ତ ଏମିତି ଟିକେ ଟିକେ କଥା ନଜରରେ ଆସିଥାଏ ତ ତାର ଭିତରେ ଇଏ ଗୋଟେ ଗୋଟେ ସବୁ ଯୋଡା ହେଇକି ସିନେମା ଏ ସବୁ ଘଟଣା ମୁଖ୍ୟତଃ ଗାଁରେ ଦେଖିବାକୁ ମିଳିଥାଏ ନା ସହରରେ ମଧ୍ୟ ଦେଖିବାକୁ ମିଳିଥାଏ ସହର ଏତେ ଭିଡ ଭିତରେ ଜଣା ପଡେନି ଆମେ ସହର କହିଲେ ପ୍ରାୟତଃ ବଡ ବଡ ଘର ଗୁଡାକୁ ନଜର ପକଉନା ପଳେଇଯାଉ ବସ୍ତିକୁ ସେଇଠି ସବୁ ହୁକ ପଡେ ସେଇଠି ସବୁ ଚୋରି ହୁଏ ସବୁ ସେଇଠି ହୁଏ ବୋଲି କୁହାଯାଏ ବଡ ବଡ ଘର ଭିତରେ ଯୋଉ ଅନେକ କଥା ଲୁଚିକି ରହେ ସେଇଟାକୁ ତ ଆମେ ସାମ୍ନାକୁ ଆଣିପାରନ୍ତିନି ତେଣୁ ତା ଆଡକୁ ନଜର ଯାଏନି ଫେରି ଆସେ ଏଇ ଛୋଟ ଘର ତଳ ପାଇହାର ଘର ତେଣୁ ସେଠିକି ନଜର ପଳେଇଯାଏ ତେଣୁ ଆମେ ପ୍ରାୟତଃ ବସ୍ତି ମାନଙ୍କ ଭିତରେ ଯାଇକି ହୁଆ କରନ୍ତି ବଡ ଘର ବି ହୁକ ପଡେ ଅନେକ ପଡେ ଆପଣ ତ ଶୁଣିଥିବେ ଏମଏଲଏ କଲୋନୀରେ ଏମଏଲଏଙ୍କର କରେଣ୍ଟ ଏତେ ଦିନ ରହିଲାଣି ଦେଲେ ନାହିଁ ସେ ମନ୍ତ୍ରୀଙ୍କ ଘରୁ ବିଲ୍ ପଳେଇ ଆସିଲା ସେମାନେ ବିଲ୍ ଦେଲେ ନାହିଁ ଲାଇନ କଟା ହବା ପର୍ଯ୍ୟନ୍ତ କଥା ଗଲା ସରକାର ପୁଣି ଲାଇନ ତାଙ୍କୁ ଦେଲେ ସେ ପଇସା କିଏ ଦବ କଣ କରିବ ସେଇ ପରେ ତ ନିଷ୍ପତ୍ତି ବି ହେଇପାରୁନାହିଁ ବେଳେ ବେଳେ ବଡ ବଡ କମ୍ପାନୀ ମାନେ ଚୋରି କରି ନେଇଯାଉଛନ୍ତି କରେଣ୍ଟ ଯୋଉଟା କି ଆମକୁ ଦେଖାଯାଉନି ଆମ ପାଖରେ ଦେଖାଯାଉନି ସରକାର ଦେଖୁଛନ୍ତି ତାଙ୍କ ଭିତରେ ସାଲିସ ହଉଛି ପୁଣି ବିଲ୍ କଟାକଟି ହେଇଯାଉଛି କମ ପଇସା ହେଇଯାଉଛି ଦେଖୁଥିବ ଶୁଣିଥିବ ଆପଣମାନେ ତ ସାମ୍ବାଦିକ ସବୁଥିର ଆପଣ ମାନେ ଆମକୁ କହିବା କଥା ଯେ ଏହା ହିଁ ହଉଛି ବୋଲି ଆମ ପାଖରୁ କଥା ଆଦାୟ କରିବାର କିଛି ମୂଲ୍ୟ ନାହିଁ କାରଣ ଏଇଟା ତ ସତ କଥା ଆଉ ଆଦାୟ କଣ ସାର୍ ଯେତେବେଳେ ଆପଣ ଲାଇନ ବାଲା ଚଳଚ୍ଚିତ୍ରଟି କରିଥିଲେ କଣ ନୂଆ ଜାଣିବାକୁ ମିଳିଲା ଲାଇନ ବାଲାଙ୍କ ବିଷୟରେ ପୁଣି ନୂଆ କଣ ସମ୍ପୂର୍ଣ୍ଣ ତ ନୂଆ କଣ ଜାଣିବିନି ଆଉ ଏଇ ଯେ ତ ହୁଏ ହୁଏ ଲାଇନ ବାଲା ଏବେ ଦୁଃଖ ଏଇଆ ଦୁଃଖ ଜାଣିନି ଜାଣିବିନି ମୁଁ ଅଭିନୟ କରିବାକୁ ଆସିବି କେମିତି ମୁଁ କନଭିନ୍ସ ମୁଁ ଏହା ହଉଛି ଜାଣିଛି ମୁଁ ତା ଭିତରେ ଏମିତିଆ ହବ ତେଣୁ ଏଇଟା ସତ କଥା ବୋଲି ମୋ ଛାତିକି ଲାଗିଲା ବୋଲି ମୁଁ ଡେଇଁ ପଡିଲି ହଁ କରିବି ଚାଲ କାମ କରିବା ଭଲ କଥାଟିଏ ଭଲ ସବଜେକ୍ଟଟେ ଏମିତିଆ ସବଜେକ୍ଟ ହେଇନାହିଁ କେବେ ଏବଂ ଏଇଟା ସବୁ ସାଧାରଣ ଲୋକଟା ଜାଣିବା ଦରକାର ଏବଂ ଶିକ୍ଷଣୀୟ ଜିନିଷ ଯୋଉଟା କି ସିନେମାର ଗୋଟେ ମାନେ ମୂଳ ପିଣ୍ଡ ହବା ଦରକାର ସେଇଆ ଯେ ଆମେ କଣ ଶିଖେଇ ପାରୁଛେ ସମାଜକୁ କଣ ମେସେଜ ଦେଇପାରୁଛେ ସେମିତି ମେସେଜ କିଛି ନଥାଇକି ମଧ୍ୟ ଆମର ସିନେମା ହଉଛି ଯୋଉ ମେସେଜ ହଉଛି ସେ ଆମ ପାଇଁ ଏତେ ଇଏ ନୁହଁ ଗୋଟେ ଏଣ୍ଟରଟେନମେଣ୍ଟ ପଳେଇଗଲା କିନ୍ତୁ ଏଇଟା ଏଣ୍ଟରଟେନମେଣ୍ଟ କଥାଟା ଯେତିକି ହବ ନ ହବ ଆପଣ ମାନଙ୍କୁ ଆମ ସାଧାରଣ ଲୋକଙ୍କୁ ସେ ଗୋଟେ ସଚେତନ କରେଇବ ଏହା ସୁନିଶ୍ଚିତ କାମ କଲା ସମୟରେ ଜୀବନ ବି ଚାଲି ଯାଉଛି କିନ୍ତୁ ଆମେ ଯେତେବେଳେ ସାଧାରଣ ଲୋକ ଘରେ ବସି ଲାଇନ କଟି ଯାଉଛି ସେ ଜିନିଷକୁ ଅନୁଭବ କରିପାରୁଛୁ କଣ କରିବ ଜୀବନ ତାର ଚାଲିଗଲା ଚାଲିଲା ଏଇ ଅନୁଭବ କଣ କରିବ ସେ କରୁନାହିଁ ବୋଲି ତ ସିନେମା ଅନୁଭବ ଅନ୍ତତଃ କର ତାଙ୍କୁ ଦେଖେଇଲେ ଜାଣିବେ ଯେ ହଁ ଯେମିତିଆ ଗୋଟେ ହଉଛି ଆମେ ଟିକେ ସତର୍କ ହବା ସଜାଗ ହବା ଲାଇନ ବାଲା ଯିଏକି ଆମକୁ ଆଲୁଅ ଦଉଛି ହଁ ତା ଜୀବନ ଅନ୍ଧାର ତା ଅନ୍ଧାରରୁ ଆମ ଆଲୁଅ ପର୍ଯ୍ୟନ୍ତର ଯୋଉ ସେଇଟା ତା ଜୀବନ ହଁ ବୁଝିଲି ଯେ ଏଇ କଣ କି ତା ଜୀବନ ଦୁଃଖ ଏଇଟାକୁ ଆମେ ଗୋଟେ କେମିତି ଆମେ କରେଇ ଦଉଛେ ଆମେ ସାଧାରଣ ଲୋକଟା ତାକୁ ତିଆରି କରେଇ ଦଉଛେ ତା ଦୁଃଖ କେମିତି ହବ ସେ ଦୁଃଖ ଭିତରକୁ ପଶି ଟାଣି ହେଇଯାଉଛି ସେ ଅସହାୟ ହେଇଯାଉଛି ତାରି ଭିତରେ ଦି ଭାଗ ହେଇଯାଇଛନ୍ତି ସେଇ ଲାଇନ ବାଲା ଚୋରି କରିକି ଖାଉଛନ୍ତି ସେଇ ଲାଇନ ବାଲା ସଫର ରହୁଛନ୍ତି ଏମିତି ଚାଲିଛି ଆମର ଟ୍ୟାଗ ଲାଇନ ଟା ଠିକ ଅଛି କିନ୍ତୁ ଆମ କଥାକୁ ଆମକୁ ଆମେ ଯୋଉ ସାଧାରଣ ଦର୍ଶକକୁ ବୁଝେଇବା ସେ ବୁଝିବାର କଥା କିଛି ନାହିଁ ତା ଭିତରେ ଆମ ଭିତରେ କାରଣ ଆମେ ସେଟାକୁ ଚିତ୍ର ଆକାର ସବୁ ଦେଖେଇ ଦିଆହେଇଛି ସବୁ ବୁଝି ଯାଇଛନ୍ତି ଏମିତି ଗୋଟେ ଟ୍ୟାଗ ଲାଇନ ଦିଆଗଲା ଆଲୋକର ଦୁଃଖ ଯିଏ ଆଲୋକ ଦଉଛି ତାର ଦୁଃଖ ଅନ୍ଧାର ଭିତରେ
ଆଲୋକର ଆଲୋକକୁ ଯିଏ ଦଉଛି ଯିଏ ଆଣିକି ଆଲୋକ କରେ ଆଲୋକିତ କରାଏ ତାର ବଡ ଦୁଃଖ ତା ପରିବାର କେମିତି ଚଳି ପାରୁନି ତା କେମିତି କରେଣ୍ଟରେ ସେ ମରିଯାଉଛି କେମିତି ଅସୁବିଧାରେ ପଡୁଛି ତା ପିଲା କେମିତି ହଇରାଣରେ ପଡୁଛନ୍ତି କେମିତି ତାକୁ ଏକଘରିଆ କରିଦିଆଯାଉଛି କେମିତି ତାକୁ ସମସ୍ତେ ବାଛନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ଏମିତି କେତେ ଗୁଡିଏ କଥାକୁ ନେଇ ଆପଣ କେବେ କମ୍ପ୍ଲେନ୍ କରିଛନ୍ତି ଯେ ହୁକ ପକଉଛି ସେ ଲୋକ ହୁକ ପକଉଛି? ଆମେ କେତେ ଥର ଗୋଟେ କଣ ହେଇଛି ଆମେ ଗୋଟେ ବସ୍ତି ପାଖାପାଖି ରହୁ ବୁଝିଲେ କି ମୁଁ ଭୁବନେଶ୍ୱରରେ ଏଇ ଜାଗା ଖଣ୍ଡେ ନେଇ ଘର କରି ଏଠି ରହିବା ପାଇଁ ଚେଷ୍ଟା କଲା ବେଳକୁ ଆମେ ତ ଆଉ ବଡ ଟାଉନ ଭିତରେ ମଝିରେ କିଣା ଜାଗା ନେଇ ହବ ନାହିଁ ତେଣୁ ଆମେ ଆସ୍ତେ ଆସ୍ତେ ଗୁଛି କଡକୁ ଏଇଟା ଅଧିକା ହେଇଗଲା ଆଉ ଟିକେ କମ କୋଉଠି ହବ ଆଉ ଟିକେ କମ କେମିତି ଗୁଛି ଯାଇକି ନନ୍ଦନକାନନ ପାଖାପାଖି ପହଞ୍ଚିଗଲୁ ନନ୍ଦନକାନନ ପାଖାପାଖି ପହଞ୍ଚିଗଲା ବେଳକୁ ଯେତିକି ସରକାରୀ ଜମି ଅଛି ତା ଅପେକ୍ଷା କମ ଅଛି ଲୋକମାନଙ୍କର ଜମି ସେ ଲୋକମାନଙ୍କ ଜମି ଯେତିକି ସେତିକି ବିକ୍ରି ଗୋଟେ ଆରମ୍ଭ କରିଦେଲେ ସମସ୍ତେ ତ ତା ଭିତରେ ଆମେ ଟିକେ କିଣିଲୁ ଆଉ ବାକି ଯେତିକି ରହିଲା ସରକାରୀ ଜମି ତା ଭିତରେ କିଛି ଲୋକ ଆମର ଅକୁପାୟ କରିକି ରହିଲେ ଯୋଉମାନେ କି ଗାଁ ଗହଳି ଛାଡିକି ପଳେଇ ଆସନ୍ତି ଗାଁରେ ଯେମିତି ଚାଷ ଜମି ନାହିଁ ଗାଁରେ ଚାଷ ବନ୍ଦ ହେଇଯାଉ ଏଠି ଦେଖେଇ ହବା ସେଇ ଯୋଉ ଲୋକଟି ପଳେଇ ଆସିଛି ଗାଁ ଛାଡିକି ତା ସ୍ତ୍ରୀ ଏଠି ଆସିକି ଲିଫ୍ଟ ଲଗେଇ ବରଂ ବସିବ ଦେଖେଇ ହବ କିନ୍ତୁ ସେଠି ଗାଁରେ ଯାଇକି ପହଞ୍ଚିବ ଛୁଟି ଦିନରେ ଦୁର୍ଗା ପୂଜା ଛୁଟିରେ କୋଉ ଦିନ ଛୁଟିରେ ଗୋଟେ ଗଲା ଯାଇକି ସେଇ ଯୋଉ ଶାଢୀ ପିନ୍ଧିକି ଯାଇଥିବ ଯେମିତି ସେଇଟା ମାନେ କଣ ସେଠି ଦେଖେଇ ହବ ଯେ ମୁଁ ଭୁବନେଶ୍ୱରରେ ଗୋଟେ ବହୁତ ବଢିଆ ଇଏରେ ଅଛି କିନ୍ତୁ ଏଠି ଆସିକି ଦେଖିଲା ବେଳକୁ ସେ ଯୋଉ ବସ୍ତି ଭିତରର କଥାକୁ ଯଦି ସାମ୍ନାକୁ ଅଣାଯିବ ସେ ଏକଦମ ଲାଜରା ହବ ଏବଂ ସେ ଅବସ୍ଥାରେ ନାହିଁ ତେଣୁ ଏଠି ଯେତେବେଳେ ଆମେ ପହଞ୍ଚିଲୁ ତ ସେଇମାନଙ୍କ ପ୍ରାଦୁର୍ଭାବ ଅଧିକା ଥିଲା ମୁଁ ଦେଖିଲୁ ଆରେ ଇଏ କଣ ଏମାନେ କିଛି ଆମ କରେଣ୍ଟ ଆମ ପାଖକୁ ଆସିବା ପୂର୍ବରୁ ସେଠି ଜଳୁଛି ଏଠି ଲିଭି ଯାଉଛି ଲାଇନ ବାଲା କହିଲେ ଆଉ କଣ କରିବେ ଆଜ୍ଞା ଘୋ ଘା କରିବେ ଘେରଉ କରିବେ ଏ କରିବେ ସେ ଆମକୁ ସରପଞ୍ଚକୁ କହିଦେଲେ ସେ ଆମକୁ କହିଦେଲା ସେମାନେ ଆସିକି ଟିକେ କହୁଛନ୍ତି ଯେ ଛାଡ ବସ୍ତି ବାଲାଙ୍କ କଥା ଯେ ଭୋଟ କଥା ତ ତାକୁ ଦେଇଥାଅ ଏମିତିଆ କହୁଛନ୍ତି ଆଉ ଆରେ ଭୋଟ ଆମେ ବି ତ ଦବୁ ନା ଆପଣଙ୍କ ଗୋଟେ ଦିଟା ନା ଆଉ ସେ ବସ୍ତିଟା ସାରା ଭୋଟ ନା ତେଣୁ ଭୋଟ ପାଇଁ ବି ଲାଇନ କଟା ଦିଆହଉଛି ପଲିଟିକ୍ସରେ ବି ଲାଇନ ବାଲାଙ୍କ ଦିଗରେ ଗୋଟେ ବଡ ଭୂମିକା ରହୁଛି ତାହେଲେ ସବୁଆଡେ ସମସ୍ତଙ୍କର ସେଇଥିରେ ଅଛି ଆଉ ସବୁଆଡେ ଲିଙ୍କ ସାର୍ ତାହେଲେ ଯେତେବେଳେ ଆମେ ଦେଖିବା ଲାଇନ ବାଲା ମୁଖ୍ୟତଃ ଯୋଉ ହୁକ ପକଉଛନ୍ତି କୋଉମାନେ ହୁକ ପକେଇଥାନ୍ତି କୋଉ ମାନେ କଣ ମଣିଷ ତ ଉକ ପକେଇବ ଯାହାର ପଇସା ଅଛି ସେମାନେ ବି ପକଉଛନ୍ତି ସାଧାରଣ ଲୋକମାନେ ଭଲ ଲୋକ ହୁକ ପକେଇବାଟା ମତେ ନଜର ପଡୁନାହିଁ ସିଏ ତାଙ୍କର ହୁକ ଏଠି କାହିଁ ପକେଇବେ ଖାଲି ତାଙ୍କର ତ କରେଣ୍ଟ ଲାଗିକି ଅଛି ହୁକ ତ କରେଣ୍ଟ ଯାଇଛି ଏଇଟା ଗୋଟେ କୋଠାଟା ଆଉ କରେଣ୍ଟ ନାହିଁ କୋଠା ଭିତରେ ଯୋଉ କରେଣ୍ଟଟା ତାକୁ କେମିତି କମ ପଇସା କରେଇବି ସେ ଚିନ୍ତାରେ ସିଏ ଅଛନ୍ତି ସିଏ ହୁକ ନୁହଁ ହୁକ ଏଇ ବସ୍ତି ଯିଏ ସାଧାରଣ ତଳ ପାହ୍ୟା ଆମଳିଆ ଲୋକ ଏମିତି ତଳ ପାହ୍ୟାର ଲୋକ ସେମାନେ ପୁରା ଲାଇନ ଆମ ସମାଜ ପୁରା ପଳେଇବ ସେ ଲାଇନ କଟିଯିବ ପୁରା ଆମେ ଚଳିବା କେମିତି ଚଳିବ କହୁନାହାନ୍ତି ଆପଣ କଣ କରିବେ ନା ଆପଣ କଣ ଅବସ୍ଥା ହେଇଥିବ କୁହନ୍ତୁ ଚଳିପାରିବେନି ତ ଏ ଅବସ୍ଥା ହବ ଏବେ ଯଦି ଗ୍ୟାସ ର ସର୍ଟେଜ ହେଲାଣି ତେଲର ସର୍ଟେଜ ହେଲାଣି ଧର ଯଦି ଲାଇନ ର ସର୍ଟେଜ ହବ କଣ କେମିତି ରହିବା କଣ ହବ କହୁନାହାନ୍ତି ଆପଣ କୁହନ୍ତୁ ନାଇଁ ମୁଁ ଆମେ ବର୍ତ୍ତମାନ ଟାଇମରେ ପ୍ରତିଦିନ ଟିଭି ତରଫରୁ ମୁଁ ଆଜି ପଚାରୁଛି କରେଣ୍ଟ ପଳେଇଲେ କଣ ହବ ଆମେ ବର୍ତ୍ତମାନ ସମାଜର ପିଲା ଚଳିବା ବହୁତ ମୁସ୍କିଲ ହେଇଯିବ କାରଣ ଆମ ମୋର ବି ସେଇ ମତ ଚଳିବା ଭାରି କଷ୍ଟ ହେଇଯିବ ଆପଣ ଚଳିଛନ୍ତି କି ନାଇଁ ବାତ୍ୟା ସମୟରେ ଆପଣ ଚଳିଥିଲେ ନା ସବୁବେଳେ ଚଳି ହବ ନାହିଁ ଆଗରୁ ନଥିଲା ଚଳି ହଉଥିଲା ଆମେ ଆଜିକାଲି ଟିକେ ଅଧିକା ହେଇଯାଉଛେ ତ ମୁହଁ ମୋଡିଦେଲା ବେଳକୁ କରେଣ୍ଟ ଦରକାର ହଉଛି ବେଶୀ ଅଧିକା ଗରମ ବି ଲାଗୁଛି ଫ୍ୟାନ ଯେତେ ବୁଲିବ ଏତେ ଗରମ ହବ ଏଇଟା ବୁଝିନାହାନ୍ତି କେହି ଫ୍ୟାନ କମ କରିଦେଲେ କମ ହେଇଯାନ୍ତା ଗଛଟା ଟିକେ ଛାଇଟା ବଢିଗଲେ ବଢିଆ ହୁଅନ୍ତା ଛାଇ ନାହିଁ ବୋଲି ଗରମଟା ହଉଛି ଏସବୁ କଥା ଗୁଡାକ ହଉନାହିଁ ବୋଲି ତ ଗରମ ବଢି ଯାଉଛି ଆଉ ନାଇଁ ମୁଁ ହୁକ ପକେଇ ନାହିଁ କେତେବେଳେ କାରଣ ଏତେ ଉଚ୍ଚା ସେଥିରେ ପକେଇଲେ ଗୋଟେ ଦିଟା ସାଙ୍ଗ ପକଉଥିଲେ ଗାଁରେ ଯେ ସିଏ କଣ ପୋଡି ପାଡି ଗଲେ ଅଧା ସିଏ ଗୋଟେ ଡର ଥିଲା ଆଉ ହୁକ ବି କାହିଁକି ପକେଇବା ଆମର ଏତେ କରେଣ୍ଟର ବ୍ୟବହାର ବହୁତ କମ ତ ଗାଁରେ ତେଣୁ ଆମେ ସିଆଡକୁ ଯାଇନି ହୁକ ଆଡକୁ କରେଣ୍ଟ ଘରେ ଏମିତି ଯୋଡିବା ପାଇଁ ହେଲେ ଧର କାହାକୁ ଡାକିବା ଇଲେକ୍ଟ୍ରିକ ବାଲା ସେ ଆସିବ ନାହିଁ ଆମେ କରିଦବା ବୋଲି ଭାବିକି ଟେଷ୍ଟର ଆଣିକି ହାତ ମାରବାରୁ ସେ ଗୋଟେ କରେଣ୍ଟ ଥିବ କୋଉଠି ଲାଗିଥିବ ଝାଇଁକି ମାରେ ପଚାରିଲେ ମାରିଲା ବେଳେ କଣ ହୁଏ ମନକୁ ଗୋଟେ ସାନ୍ତ୍ୱନା ଦେଇଦବା ଏଇଟା କରେଣ୍ଟ ଟା ଖାଇଦେଲେ ରକ୍ତ ସଞ୍ଚାଳନ ଟା ହବ ତେଣୁ ଥରେ କରେଣ୍ଟ ଖାଇବା ଉଚିତ ଦର୍ଶକ ମାନଙ୍କୁ କହିବି ଦୟାକରି ଆପଣ ଟିକେ କରେଣ୍ଟ ପ୍ରତି ଧ୍ୟାନ ଦିଅନ୍ତୁ ଏଇ ଆଜ୍ଞା ଯାଉଛି ଆସୁଛି ଏଇ ଏତେ ଗ୍ୟାସ ସରିଗଲା ଆଉ କେତେ ଦିନ କରେଣ୍ଟ ସରିଯିବ ୟା ପରେ ପୁଣି ଆମେ ଅନ୍ଧାର ଭିତରକୁ ଆସିବା ପୁଣି ଆଦିମ ଯୁଗ ଫେରି ଆସିବ ଆଉ କରେଣ୍ଟ ନଥିବ
आम भितर जी अंधार भितर जह्न आलुअरे से चलवा तेणु ताकू बंचे रखा दायित्व हूँ आम मानकर आ विशेष भूमिका आपण मानकर आम तो जी कर्तव्य निभा कथा कलु सिनेमा टे कर लाइन वाला तेणु आपण मैंने देखिए मर्म मर्म अनुभव करेंगे आपण मैंने ता भर को कैटेगरी भितर अच्छा जदि भूल बाटे जाऊे दयाकोरी फेरी आसतु आम बचेवा आम बचेक रखिले करेन्ट बचिव करेन्ट बचिले आम बचिवा जीवन बचिव सर आपण जो रोल रे अछन केते कोन पैसा मारि छथि पैसा पैसा मारि रखि छथि संचय करी कारण आपण तो सब नै जाउ छथि लाइन काट छथि आपण के इच्छा रे हाँ तार झीटे बा सिनेमा भीतर तार झीटे ताकू से भाभी गोटे बड़ घर बाहा कर सी गोटे भल पाई कड़े पड़े जाऊँ ये कि भावी भावना तो अनेक ना मध्यवित्त मनुष्यर चरित्र तेणु ता भितर अनेक कथा चिंता सी जो देखीदेला सी गाड़ी चढ़ुची ये चेष्टा करिवो जे हाँ मोर भी गोटे हवा दरकार सी यदि देखीदेला सी भात मांस खाऊची यार भी चेष्टा हम ना पखालटा भल नुह ताको फबाड़ भात मांस टे कौ दिन खाଇବା दरकार एमती मध्यवित्त परिवार चिंता तेणु से चिंता भितर मु भी गोटे चरित्र जे कि केमती दी पैसा संचय कर रखिबा एवं आधिपत्य स्थापन कर रखिया बसिबा एमती गोटे भावना एई माने आपण जेमति रोल प्ले करूछन जे रियल अछन सेमिति व्यक्तित्व माने तथापि केते रोजगार करूथबे एई सब जिनिस करिकि सर कौन रोजगार सी को कुआड़े पाउन शुणु आजिकल आप जी चोरी करेंगे से डाक्तर नब आप एपटे आने ना सेपटे खर्च हम तेणु यहीटा सतर पैसाटा पाखे रसत पैसा जमा पाखे रही से कुआड़े केमी पड़ेगा यहाँ आप भी अनुभव करेंगे जदि केत आज तो बयस है आपंकर बयस हेल्ले अनुभव करेंगे जे असत पैसाटा आसिले निश्चित भाव में खूब कम समय पाखु पड़े जाए तो सेमती केते लोक जी मारी खाऊते से पड़ जाइए नथिबो तां पाखरे सर आपण के लाइन वाला गाड़ी करछन रियल लाइफ राइल वाला को गाड़ी करी नहीं मु कहीं ना मु जानी असुविधा तांकर कोठी कारण तांको ऊपर आहुरी 15 पाइया अछंती सी जणे जे लाइन देवा आसे सीटा शेष नुह ता ऊपर आहुरी अनेक लोक अछंती सी कळ काम चला सी स्क्रू ड्राइवर भलिया केले काम चला किंतु नट फट आहुरी केते कोन अछंती जहां टाइट कले अनेक कथा घटे तेणु सी ऑर्डर देवे सी ऑर्डर पाइब सी आउ जन को ऑर्डर दब सी ऑर्डर दब शेषटा लाइन वाला ये कि आसिक जोड़ीदब जीवन को विपन्न करी चढ़ीज वर्षा हो खरा हो ले दियो देदेला तेणु आजिकल जी सब प्रिकसन आसला हाथ में ग्लोव्स पिंधा हेलमेट पिंधा एगुड़ा सब कर पिंधती नहीं बहादुरी जो मैंने बहादुरी मारिकी जाने नाम एमती भी अनेक जगह तारी घटना गुड़िक भितर अच्छी जो मैंने सेमती घटी जाइए जो मान लाइन में जाऊ जाऊ असुविधा पड़ता भी सम्मानित करा परिवार को गोटे थर मझे थे ये सुकांत बाबू सब डाकिकी समस्त जो मान नजर थे तो सब डाकिकी गोटे सम्मानित करुले परिवार को भल भल कथा टे कले उत्साहित करेले जे आप व्यस्त हूँ आम आपण सांगे अच्छु बोले भल कथा आम सहित अश्रु सर रही गोटे सुंदर कहानी नहीं कि आसी लाइन वाला निहाती भाव में जो रिलीज हम आप नियरेस्ट प्रेक्षालय को जीवे और लाइन वाला देखु आप निहाती भाव रिलेट करेंगे आम नीतिदिन आम जीवन में जो घटना सब घटुचे आम निजे देखुचे कि अनुभव करें बोधे आप सिनेमा को देखले आप बहुत भलसे अनुभव करेंगे और लाइन वाला जीवन में कौन संघर्ष रही है कौन दुख रही है जापारे भुवनेश्वर वीडियो जर्नलिस्ट सौम्य सहित सुश्री स्वाई प्रतिदिन।